ବର୍ତ୍ତମାନ ମୁଁ ଫୁଲବାଣୀରୁ ଲଞ୍ଚ କରିକି ବାହାରିଲି। ଆଉ ଏଇ ଯେଉଁ ରାସ୍ତାଟା ଫୁଲବାଣୀ ପରେ ପଡ଼ିବ, ଫୁଲବାଣୀ ଘାଟିଟା ଏଇଟା ବହୁତ ଡେଞ୍ଜରିୟସ୍ ଘାଟି। ଆଉ ୱାନ୍ ୱେଟା ଏଇଟା, ଆଉ ଯେତେ ଡେଞ୍ଜରିୟସ୍ ଏଇଟା ସେତିକି ସୁନ୍ଦର ଜାଗାଟା। ପୁରା ଗ୍ରୀନି ଗ୍ରୀନି, ସବୁଆଡ଼େ ନେଚର ପୁରା ଗ୍ରୀନ୍, ବହୁତ ବଢ଼ିଆ ଲାଗେ। ଆଉ ମୋର ଏଇଟା ବହୁତ ଭଲ ଟାଇମ୍ କି ଯେ ମୁଁ ଏଇ ଯେଉଁ ବର୍ଷା ମାସରେ ଏଇ ଘାଟିକୁ ମୁଁ ଆସୁଛି। ବହୁତ ସୁନ୍ଦର ଦିଶୁଛି ଘାଟି। ଆଉ ମୁଁ ଭଗବାନଙ୍କୁ ସବୁବେଳେ ପ୍ରାର୍ଥନା କରିଥିବି ଘାଟିରେ କାହାର କିଛି ବି ଆକ୍ସିଡେଣ୍ଟ କ୍ଷତି ନ ହେଇଥାଉ। ବାକି ଭଗବାନ ଆଜି ମୋର କଥା ଶୁଣିଛନ୍ତି। ଆଜି ଫାର୍ଷ୍ଟ ଟାଇମ୍ ମୁଁ ଦେଖିଲି ଏଇ ଘାଟିରେ, ମୁଁ 3-4 ଥର ଆସିଛି, ଫାର୍ଷ୍ଟ ଟାଇମ୍ ଦେଖିଲି ଗୋଟେ ବି ଗାଡ଼ି ଏଇ ଘାଟିରେ ଆକ୍ସିଡେଣ୍ଟ ହେଇନି। ବହୁତ ବହୁତ ଧନ୍ୟବାଦ ଭଗବାନଙ୍କୁ ବି। ଆଉ ମୁଁ ଏବେ ଯାଉଛି, ଆଉ ଗୋଟେ 15 କିଲୋମିଟର ପରେ ମାଧବପୁର ଛକ ପଡ଼ିବ। ମାଧବପୁର ଛକରୁ ରାଇଟ୍ ସାଇଡ଼୍ ଦେଇକି ଆମେ ଦଶପଲ୍ଲା, ନୟାଗଡ଼, ଖୋର୍ଦ୍ଧା ଦେଇକି ମୁଁ ଭୁବନେଶ୍ୱର ଯିବି। ଆଉ ଭୁବନେଶ୍ୱରରେ ମୁଁ ନାଇଟ୍ ଷ୍ଟେ କରିବି ବୋଲି ଭାବିଛି। ବର୍ତ୍ତମାନ ମୁଁ ଭୁବନେଶ୍ୱର ପହଞ୍ଚିଗଲି। ଭୁବନେଶ୍ୱର ପହଞ୍ଚିକି ମୁଁ ମୋ ଡିନର୍ଟା କମ୍ପ୍ଲିଟ୍ କରିଦେବି। ପ୍ରଥମେ ଭୁବନେଶ୍ୱର ମୋର ହୋଟେଲରେ ମୁଁ ପହଞ୍ଚିଗଲି। ଆଉ ଅଳ୍ପ ସମୟ ମଧ୍ୟରେ ମୁଁ ହୋଟେଲରେ ଏଣ୍ଟ୍ରି କରିବି। ଦେଖନ୍ତୁ ଏଣ୍ଟ୍ରି କରୁଛି ହୋଟେଲ ଭିତରେ। କେତେ ବଢ଼ିଆ କି ଭାଇଟା ମୋ ଭିଡ଼ିଓ ବି କରିଦେଇଛି। ହୋଟେଲରୁ ବାହାରି ମୁଁ ରିସେପସନ୍ ଯାଉଛି। ରିସେପସନ୍ରେ ପହଞ୍ଚି ମୁଁ ମୋ ପୁରା ଫୁଲ୍ ଆଡ୍ରେସ୍ ସବୁ ସିଗ୍ନେଚର୍ କରି ପେମେଣ୍ଟ କରି ମୁଁ ମୋ ରୁମ୍କୁ ବାହାରୁଛେ। ବର୍ତ୍ତମାନ ମୁଁ ମୋର ରୁମ୍ରେ ପହଞ୍ଚି ଯାଇଛି। ଆଉ ଆପଣମାନେ ବି ତ ଦେଖୁଥିବେ ଦିନ ସାରା ଡ୍ରାଇଭ୍ କରିକି ଏବେ ଜଷ୍ଟ ଆସିକି ରୁମ୍ରେ ପହଞ୍ଚିଲି ଲଜ୍ରେ। ଆଉ ଡିନର୍ ଆମର କମ୍ପ୍ଲିଟ୍ ହେଇଯାଇଛି। ଆପଣମାନଙ୍କୁ ମୁଁ କାଲି ସକାଳେ ଆମେ ଯେତେବେଳେ ବାହାରିବୁ କେଉଁଝର ପାଇଁ, ପୁଣି ଆପଣଙ୍କୁ ଆମେ ଭିଡ଼ିଓ ଦେବୁ। ଆଜି ପାଇଁ ଏତିକିରେ ଆମେ ଶେଷ କରୁଛୁ। ଧନ୍ୟବାଦ, ଗୁଡ୍ ନାଇଟ୍ ସମସ୍ତଙ୍କୁ। ସକାଳୁ ସକାଳୁ ମୁଁ ଫ୍ରେଶ୍ ହେଇକି ରୁମ୍ରୁ ବାହାରି ଗଲି। ଆଉ ରୁମ୍ରୁ ବାହାରି ଗଲା ପରେ ଆମକୁ ହଂସପାଳ ପରେ ପରେ ପାହାଳ ପଡ଼ିଲା। ଆଉ ଆପଣ ବି ଜାଣିଥିବେ ପାହାଳର ରସଗୋଲାଟା ବିଶ୍ୱ ପ୍ରସିଦ୍ଧ। ଆମକୁ ବି ଖାଇବାକୁ ଇଚ୍ଛା ଲାଗିଲା। ଆମେ ଦେଖିଲୁ ମିଠା କେଉଁଟା ଭଲ ଅଛି। ତାପରେ ଗୋଟେ ରସଗୋଲା ମୋତେ ବହୁତ ପସନ୍ଦ ଲାଗିଲା। ଆଉ ସେ ରସଗୋଲା ମୋ ଭାଇଙ୍କୁ କହିଲି ଦେବା ପାଇଁ। ଭାଇ ବି ରସଗୋଲାଟାକୁ ପୁରା ହାଇଜିନ୍ ମେଣ୍ଟେନ୍ କରୁଛନ୍ତି। ଭାଇ ରସଗୋଲାଟା କାଢ଼ିକି ଦେଉଛନ୍ତି। ତାପରେ ରସଗୋଲା ମୁଁ ଟେଷ୍ଟ କଲି। ରସଗୋଲା ଏକଦମ ବବାଲ ଥିଲା। ତାପରେ ବାହାରି ଗଲୁ ଆମେ କଟକରୁ ଯାଜପୁର ରୋଡ଼। ଯାଜପୁର ରୋଡ଼ରେ ଗୋଟେ ଦହିବରା ଷ୍ଟଲ୍ ଦେଖି ଗାଡ଼ିକୁ ଅଟକାଇଲି। ଆଉ ଦହିବରା ଖାଇଲି। ଦହିବରା ଖାଇକି ମୁଁ ବାହାରିଲି କେଉଁଝର ମା ଘଟଗାଁ ତାରିଣୀ ମନ୍ଦିର। ବର୍ତ୍ତମାନ ମୁଁ ଯାଉଛି କେଉଁଝର ଘଟଗାଁ ଠାରେ, ଯେଉଁଠାରେ କି ମା ତାରିଣୀ ଆବିର୍ଭାବ ହୋଇଥିଲେ। ଘଟଗାଁ ଅବସ୍ଥିତ ରହିଛି କେଉଁଝର ଡିଷ୍ଟ୍ରିକ୍ଟ, ଯେଉଁଟାକି ଘଟଗାଁ ଠାରୁ ପ୍ରାୟତଃ 50 କିଲୋମିଟର। ମୁଁ ଆଜି ଘଟଗାଁ ଠାରେ ମାଙ୍କ ଦର୍ଶନ କରିବା ପାଇଁ, ଦର୍ଶନ ବେଳେ ମୁଁ ମାଙ୍କୁ କିପରି ଏଠାରେ ଆବିର୍ଭାବ ହେଲା ସେ ବିଷୟରେ ସେଠାକାର ପୂଜକମାନଙ୍କ ଠାରୁ ଜାଣିବାକୁ ପାଇଲି ଯେ ଏହା ପଛରେ ରହିଛି ପୌରାଣିକ ଗାଥା। ମା ତାରିଣୀ ହେଉଛନ୍ତି ସ୍ୱୟଂ ମା ଦୁର୍ଗାଙ୍କର ଅବତାର। ତ୍ରେତା ଯୁଗର କଥା, ଯେତେବେଳେ ଶ୍ରୀରାମ ରାବଣଙ୍କ ସହ ଯୁଦ୍ଧ କରିବା ଆଗରୁ ମା ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରିଥିଲେ। ପ୍ରଭୁ ଶ୍ରୀରାମ ଭକ୍ତିରେ ଖୁସି ହୋଇ ମା କହିଲେ, ତୁମ ସାମ୍ନାରେ ତାରିଣୀ ଉପରେ ପ୍ରକଟ ହେବେ। ଯଦି ତୁମେ ମୋତେ ଦେଖିବ ମୁଁ ସେଠାରେ ପାଷାଣ ବା ପଥର ହୋଇଯିବି। ତାପରେ ପ୍ରଭୁ ଶ୍ରୀରାମ ମା ତାରିଣୀଙ୍କୁ ଭୂମିଷ୍ଠ ପ୍ରଣାମ କଲେ। ଆଉ ଯେତେବେଳେ ପ୍ରଣାମ କଲାବେଳେ ଭୁଲରେ ଭଗବାନଙ୍କର ଆଖି ଖୋଲିଗଲା ମାଙ୍କ ଆଗରେ, ତ ମା କଥା ଦେଇଥିବା ଅନୁସାରେ ସେଠାରେ ପାଷାଣ ପଥର ପାଲଟି ଗଲେ। ବର୍ତ୍ତମାନ ମୁଁ କେଉଁଝର ଜିଲ୍ଲାର ଅବସ୍ଥିତ ମା ଘଟଗାଁ ତାରିଣୀ ପୀଠରେ ପହଞ୍ଚିଗଲି। ଆପଣଙ୍କୁ ମୁଁ ପୌରାଣିକ କଥା ତ କହିଛି, ବର୍ତ୍ତମାନ ଶୁଣନ୍ତୁ ଐତିହାସିକ କଥା। ଐତିହାସିକ କଥା ଅନୁସାରେ ମା ତାରିଣୀ ପୁରୀରୁ କେଉଁଝର ଆସିଥିଲେ। ସେତେବେଳେ କେଉଁଝର ରାଜା ଥିଲେ ତ୍ରିଲୋଚନ ଭଞ୍ଜ ଓ ତାଙ୍କ ପୁତ୍ର ଥିଲେ ଗୋବିନ୍ଦ ଭଞ୍ଜ। 1480 ମସିହାରେ ରାଜାଙ୍କର ମୃତ୍ୟୁ ହେବା ପରେ ତାଙ୍କ ପୁତ୍ର ଗୋବିନ୍ଦ ଭଞ୍ଜ ସମ୍ଭାଳିଥିଲେ। ଆଉ ସେ ଥିଲେ ମାଙ୍କର ବହୁତ ବଡ଼ ଭକ୍ତ। ସେ ମାଙ୍କୁ ପୁରୀର କେଉଁଝର ଆଣିବାକୁ ଇଚ୍ଛା କରୁଥିଲେ, କିନ୍ତୁ ଆଣିପାରୁନଥିଲେ।
ଥରେ ରାଜା ପୁରୀ ଯାଇଥିଲେ। ପୁରୀର ରାଜା ପୁରୁଷୋତ୍ତମଙ୍କ ସହ କଥା ହେବା ବେଳେ ପୁରୀ ରାଜା ଗୋବିନ୍ଦଙ୍କୁ ପୁରୀର ଆଠଗଡ଼ ଅଞ୍ଚଳ ଦାନ କରିଥିଲେ। କିନ୍ତୁ ସେତେବେଳେ ରାଜା ଗୋବିନ୍ଦ ଭଞ୍ଜ ପୁରୀ ରାଜାଙ୍କୁ କହିଥିଲେ ସେ କାଞ୍ଚିରୁ ଆଣିଥିବା ମା ତାରିଣୀଙ୍କ ନିଜ ସହ କେଉଁଝର ନେବା ପାଇଁ। ଏହା ଶୁଣି ପୁରୀ ରାଜା କହିଲେ ମା ହେଉଛନ୍ତି ପାତାଳି, ତାଙ୍କୁ କେମିତି ନେବେ? ରାଜା ଗୋବିନ୍ଦ ଭଞ୍ଜ ନିରାଶ ହେଲେ, ମାଙ୍କୁ ପୂଜା କଲେ। ତାପରେ ସେହିଦିନ ହିଁ ପୁରୀ ରାଜାଙ୍କ ସ୍ୱପ୍ନ ଦେଶ ହେଲା ଏବଂ ମା କହିଲେ ଗୋବିନ୍ଦ ହେଉଛନ୍ତି ମୋର ପରମ ଭକ୍ତ, ମୁଁ ତାଙ୍କ ସହ କେଉଁଝର ଯିବି, ତାଙ୍କୁ ଅନୁମତି ଦିଅ। ମାଙ୍କୁ ପୂଜାର୍ଚ୍ଚନା କଲେ। ମା କହିଲେ ମୁଁ ଯେମିତି କାଞ୍ଚିରୁ ପୁରୀ ଆସିଥିଲି ଘୋଡ଼ାରେ ବସି ବସି, ସେମିତି ମୁଁ ଘୋଡ଼ାରେ ବସି ବସି କେଉଁଝର ଯିବି। ତାପରେ ଘୋଡ଼ାରେ ଗଡ଼ିଲା ବେଳେ ମୋ ପାଦର ଘୁଙ୍ଗୁରୁ ଶୁଣି ଜାଣିବୁ ମୁଁ ତ ପଛେ ପଛେ ଆସୁଛି, କିନ୍ତୁ ତୁ ମୋତେ ବୁଲିକି ଦେଖିବୁନି। ଯେତେବେଳେ ବୁଲିକି ଦେଖିବୁ ମୁଁ ପଥର ବା ପାଷାଣୀ ପାଲଟି ଯିବି। କିନ୍ତୁ ଗଲାବେଳେ ଯେତେବେଳେ କେଉଁଝର ଜଙ୍ଗଲ ପହଞ୍ଚିଲା ସେତେବେଳେ ଆଉ ମାଙ୍କ ପାଦର ଘୁଙ୍ଗୁର ଶବ୍ଦ ଶୁଭିଲା ନାହିଁ। ତାପରେ ମା ସେଇଠି ପାଷାଣ ବା ପଥର ପାଲଟି ଗଲେ। ତାପରେ ମା ତାରିଣୀ ସେଇଠି ସେହି ଦିନଠାରୁ ପୂଜା ପାଉଛନ୍ତି। ଆଉ ଏଇ ମନ୍ଦିରଟା ଆପଣ ରାତିରେ ଯେଉଁ ଦେଖୁଛନ୍ତି ବହୁତ ସୁସଜ୍ଜିତ ଲାଇଟ୍ ହେଇଛି। ଏଥିର ପ୍ରଶାସନ ଆଉ ଘଟଗାଁବାସୀ ଲୋକ, କେଉଁଝରବାସୀ ଲୋକକୁ ବହୁତ ବହୁତ ଧନ୍ୟବାଦ। ଏତେ ସୁନ୍ଦର ମନ୍ଦିରଟେ ଆମକୁ ଦେଖାଇଥିବାରୁ ଧନ୍ୟବାଦ। ଆଉ ଗୋଟେ କଥା, ଯଦି ଆପଣମାନେ ବି ନଡ଼ିଆ ପଠାଇବାକୁ ଚାହୁଁଛନ୍ତି ତ ଆପଣ ଯେଉଁ ବସ୍ରେ ହେଲେ ବି ଘଟଗାଁ ପାଇଁ ନଡ଼ିଆ ପଠାଇ ପାରିବେ। ତାପରେ ମୁଁ ରୁମ୍କୁ ଯାଇ ମୁଁ ଡିନର୍ କମ୍ପ୍ଲିଟ୍ କଲି ଆଉ ଶୋଇପଡ଼ିଲି। ତା ପରଦିନ ସକାଳୁ ସକାଳୁ ଉଠିକି ମୁଁ ପୁଣି ବାହାରିଲି ଭୁବନେଶ୍ୱର ପାଇଁ। ହୋଟେଲ ତିରୁପତି ରହିଥିଲି, ବହୁତ ବଢ଼ିଆ ହୋଟେଲ ଏଇଟା, ଆପଣ ବି ଆସିକି ରୁହନ୍ତୁ ଏଇ ହୋଟେଲରେ, ପୁରା କ୍ଲିନ୍ ଆଣ୍ଡ ସେଫ୍ଟି। ଧନ୍ୟବାଦ।